ମାଲିକ ସକାଳୁ ସକାଳୁ ମୁଁ ଉଠିଲା ବେଳୁ ଜେଜେ ଆମର ରେଡ଼ି ହେଇଥିଲା କୁଆଡ଼େ ଯିବ ନା କଟକ। ତ ତାକୁ ଧରି ମୁଁ ପଳେଇଥିଲି ବଜାର। ତ ବଜାରରେ ଯାଇ ଦେଖିଲା ବେଳୁ ବସ୍ ଆସିନି। ବସ୍କୁ ଅପେକ୍ଷା କରିସାରିଲା ପରେ ବସ୍ ପଳେଇ ଆସିଲା। ତ ତାକୁ ମୁଁ ବସେଇ ପଳେଇଥିଲି କୁଆଡ଼େ ନା ଟିକେ ଘୁଗୁନି ଆଣିବି। ତ ଘୁଗୁନି ଭାଇଙ୍କ ପାଖରୁ ଆଣି ସାରିଲା ପରେ ତାପରେ ଗଲି ତ ଚିକେନ୍ ଟିକେ ଧରି ପଳେଇ ଆସିଲି ଘରକୁ ଆସି ଦେଖିଲା କୁନୁର ଆମର ଫ୍ରିଜ୍ରେ ପାଣି ବସାଉଥିଲା। ତ ଫ୍ରିଜ୍ରେ ପାଣି ବସାଇ ସାରିଲା ପରେ ମୁଁ ଖାଇବା ଆରମ୍ଭ କରିଥିଲି। ଖାଇବା ରୁଟି ଘୁଗୁନି ତ ତା ସହିତ ସିଙ୍ଗଡ଼ା ବସିକି ଖାଇ ଦେଇଥିଲି। ଖାଇସାରିଲା ପରେ ତ ସୋଲା ଆଉ ମୁଢ଼ି ବସିକି କୁଟି ଛତୁଆ କରିଦେଲି। ତ ତାପରେ ଏତେ ଜୋରସେ ଯେହେତୁ ଖରା ହେଉଛି ତ ଆମେ ସମସ୍ତେ ମିଶି ଭାବିଲୁ ଗାଈ ଆଉ ମାଙ୍କଡ଼ମାନଙ୍କୁ କିଛି ପାଣି ଦେବା ପାଇଁ। ତ ଆମେ ସମସ୍ତେ ବାଲ୍ଟିରେ ପାଣି ଧରି ପଳେଇ ଆସି ଦେଉଥିଲୁ। ତ ଭାଇ ଆମର ଆସି କିଛି ବିସ୍କୁଟ୍ ଧରି ଭାଇ ଆମର ମାଙ୍କଡ଼ମାନଙ୍କୁ କିଛି ଖାଇବାକୁ ଦେଇଥିଲେ। ତ ଭାଇଙ୍କୁ ଆମର ବହୁତ ସାରା ଧନ୍ୟବାଦ। ତ ତାପରେ ମୁଁ ପଳେଇ ଆସିଥିଲି ଘରେ ଆସି ଗାଧେଇ ପାଧେଇ ଚିକେନ୍ ତା ସହିତ ଭାତ ବାଗେଇ ଖାଇସାରିଲା ପରେ 4ଟା ବେଳେ ଗାଁକୁ ପଳେଇ ଆସିଥିଲା ଗୁପଚୁପ୍। ତ ଆମେ ସମସ୍ତେ ମିଶି ଗୁପଚୁପ୍ ଖାଇସାରିଲା ପରେ ପଳେଇଥିଲୁ କୁଆଡ଼େ ନା ମଙ୍ଗଳପୁର। ତ ଯେହେତୁ କାମ ଅଛି ତ ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କରିବେ।